ପିଲାମାନଙ୍କର ଟିକେ ଛୁଟି ଅଛି ବୋଲି ସକାଳେ ଟିକେ ଚାଲିବାକୁ ପଳେଇ ଯାଉଛୁ। ଆଉ ସାଙ୍ଗ ହିଁ ସମସ୍ତେ ପଳେଇ ଯାଇଥିଲୁ। ଆଉ ଏଇଠି ଯେତେବେଳେ ଚାଲିକି ଆସିଲୁ, ଆଉ ଯେଉଁଠି ଲେମନ୍ ଟିଟା ଆମର ମିଳେ ଭଲ ଦିଏ, ସେ ଦୋକାନଟା ବନ୍ଦ ଥିଲା। ତେଣୁ ଏପଟ ରୋଡ଼କୁ ଆସି ଆମେ ଟିକେ ଲେମନ୍ ଟି ପିଇଲୁ। ଏଇଠି ପିଇବା ପାଇଁ ବସି ଯାଇଛୁ। ଆଉ ଏଇଠି କୁକୁରମାନଙ୍କୁ ଗୋଟେ ପ୍ୟାକେଟ୍ ବିସ୍କୁଟ୍ ଦେଇଦେଇଛୁ, ସିଏ ତାଙ୍କର ବସି ଖାଉଥିଲେ। ତ ଆସିଲୁ ହେରି ଚାଲିକିରି ଆସିକିରି ମୁଁ ସବୁ ନିତ୍ୟକର୍ମ ମୋର ସାରିକିରି ଏଇଠି ରୋଷେଇବାସ କରିବା ପାଇଁ ଆସିଥିଲି। ଆଜି ଆଇଁଷରେ ଆଣିଥିଲି, ଅଣ୍ଡା ଟିକେ ଆଣିଥିଲି। କାହିଁକିନା ପିଲାମାନେ ଇଏ ଗରମରେ ମାଛ ଫାଛ ଆଣିଲେ ଭଲ ଟିକେ ଖାଉନାହାନ୍ତି। ଆଉ ମୁଁ ସେଥିପାଇଁ ମୁଁ କହିଲି ନାଇଁ ଅଣ୍ଡା ଟିକେ ନେଲେ ତ ଖୁସି ହୁଅନ୍ତି, ସେମାନଙ୍କ ପାଇଁ ଅଣ୍ଡା ଟିକେ ନେଇ ଆସିଥିଲି। ଆଉ ଏଇଠି ଅଣ୍ଡା ଟିକେ ଝୋଳ କରୁଛି। ଆଉ ଗରମ ତ ପ୍ରବଳ ଲାଗୁଛି, ରୋଷେଇଟା ମୋତେ 12ଟା ଭିତରେ ସାରିବାର ଅଛି। ତ ଏଇଠି ମୁଁ ରୋଷେଇ ବସେଇ ନେଇଛି। ତ ଅଣ୍ଡା ଝୋଳ ଟିକେ କରିବି, ଆଉ ଝୁଡ଼ଙ୍ଗ ଆଳୁଟା ମୁଁ ଭାଜି ଦେଇଛି, ଆଉ ମୁଗ ଡାଲି ମଧ୍ୟ ଟିକେ କରିବି। କାହିଁକିନା ମୁଗ ଡାଲି ଜିନୁ ମୋର ଖାଏନି, ସେଥିପାଇଁ ତା'ର ଅଣ୍ଡା ଝୋଳ ହେଲେ ଭଜା ହେଲେ ସିଏ ତା'ର ଖାଇବ। ଆଉ ଆମର ମୁଗ ଡାଲି ହେଲେ ହେବ, କାହିଁକିନା ଆମେ ମା' ପୁଅ ମୁଗ ଡାଲି ଖାଉ। ମୁଗ ଡାଲି ଆମକୁ ବହୁତ ଭଲ ଲାଗେ। ତ ଏଇଠି ମୋର ଆସି ତରକାରୀ ଆସି ହେବା ଉପରେ ହେଲାଣି। ଏଇଠି ଅଣ୍ଡା ଟିକେ ଆଳୁ ଟିକେ କଷି ଦେଇଛି, କିନ୍ତୁ ଅଣ୍ଡା ଝୋଳଟା ବହୁତ ଭଲ ଲାଗୁଥିଲା। ତ ଏଇଠି ମୋର ହେଇଯିବ ଏବେ ତରକାରୀ, ଅଣ୍ଡାଟା ଝୋଳ ହେଇଯିବ। ତାପରେ ଭଜା ତ ହେଇଯାଇଛି, ଡାଲି ତ ମୁଁ ଛୁଙ୍କ ମାରିଦେଇଛି। ଆଉ ଖାଇବା ପିଇବା ଆରମ୍ଭ ହେଇଯିବ। ଏବେ ବସିଗଲି ଖାଇବା ପାଇଁ। ଆଉ ଜିନୁର ମୋର ନେଇ ଆସିଛୁ, ଆଦି ତାର ବସି ଖାଉଛି। ଏଇଠି ଟିଭି ଦେଖିକିରି ସମସ୍ତେ ଆମେ ସାଙ୍ଗ ହେଇକିରି ବସି ପଡ଼ିଲୁ ଖାଇବା ପାଇଁ। ଆଉ ଗରମ ତ ପ୍ରବଳ ଲାଗୁଛି, ଆଉ ସେ ହଲ୍ରେ ଆମର ପଶି ହେବନି। ତେଣୁ ରୁମ୍କୁ ପଳେଇ ଆସିଲି ଏଇଠି ଖାଇବା ପାଇଁ। ଏଇଠି ବସି ହେଇଛି ଖାଉଛି। ରଖୁଛି ସାଙ୍ଗମାନେ, ନେକ୍ସଟ୍ ଗୋଟେ ଦେଖା ହେବି, କଥା ହେବି। ବାଏ ବାଏ, ଜୟ ଜଗନ୍ନାଥ।